ଆସନ୍ତୁ ପଢ଼ିବା ବିଶ୍ୱାସ ମୂଳେ ଜଗତ। ବିଶ୍ୱାସ ମୂଳେ ଏ ଜଗତ ପଢ଼ିବା ଚାଲନ୍ତୁ। ଆଜିର ସମୟରେ ବିଶ୍ୱାସ କରି ହେଉନାହିଁ କାହାକୁ। ବିଶ୍ୱାସ ବନ୍ଧା ପଡ଼ୁଛି ସ୍ୱାର୍ଥ ପାଖରେ, ପ୍ରେମରେ, ଭକ୍ତିରେ, ସମ୍ପର୍କରେ, ବୃତ୍ତିରେ, ପ୍ରବୃତ୍ତିରେ, ପରିବାରରେ, ସମାଜରେ ପରସ୍ପର ପ୍ରତି ରହୁନାହିଁ ବିଶ୍ୱାସ। ଆଶଙ୍କା ଭିତରେ ଗତି କରିବାକୁ ପଡ଼ୁଛି। କିଏ ଜାଣେ କେତେବେଳେ ବିଶ୍ୱାସରେ ମିଶିଯିବ ବିଷ। ଜୀବନର ଅନେକ କ୍ଷେତ୍ରରେ ଆମେ ବେଶ ଭଲ ଭାବେ ପରଖି ପାରୁଛୁ ଯେ ବିଶ୍ୱସ୍ତ ବୋଲାଉଥିବା ବନ୍ଧୁ ପରବର୍ତ୍ତୀ ସମୟରେ ବିଶ୍ୱାସଘାତକ ହେଉଛନ୍ତି। ସମ୍ପର୍କର ସନ୍ଦେହର ସୂତ୍ରପାତ ହେଉଛି। ଆମ ଭିତରୁ କେହି କ'ଣ ଦମ୍ଭର ସହ ଛାତିରେ ହାତ ବାଡ଼େଇ କହିପାରିବେ ଆଜିର ଦିନରେ ବେଶ ସୁରକ୍ଷିତ ବିଶ୍ୱାସର ବଳୟ। ଦୀର୍ଘ ବର୍ଷର ବନ୍ଧୁତା ଭିତରେ ଜଣେ ବନ୍ଧୁ ଆଉ ଜଣେ ବନ୍ଧୁକୁ ବିଶ୍ୱାସ କରିପାରୁନଥିବା ବେଳେ କେହି ତୃତୀୟ ପକ୍ଷର ଚକ୍ରାନ୍ତ ଓ ଷଡ଼ଯନ୍ତ୍ର ହେତୁ ସମ୍ପର୍କରେ ସଙ୍କଟ ଉପୁଜିବା, ବନ୍ଧୁତାରେ ଫାଟ ସୃଷ୍ଟି ହେବାର ନିଜର ଅନେକ ନଜିର ମିଳିବ। ଆଜିର ସମୟରେ ଭୁଲ ବୁଝାମଣାର ବନ୍ଧୁ ବନ୍ଧୁକୁ ହୃଦୟନ କହିପାରନ୍ତି, କର୍ତ୍ତୃପକ୍ଷ କର୍ମଚାରୀ ଉପରେ ତୋଡ଼ ଦେଖାଇ ନିଜର କର୍ତ୍ତୃତ୍ୱ ଜାହିର କରିପାରନ୍ତି, ନେତା ଜନତାଙ୍କୁ ଆଗାମୀ ନିର୍ବାଚନରେ ପ୍ରତ୍ୟାଖ୍ୟାନ କରିପାରନ୍ତି ଏବଂ ସର୍ବୋପରି ପଡ଼ୋଶୀ ପଡ଼ୋଶୀଙ୍କ ପ୍ରତି ପ୍ରତିହିଂସା ପରାୟଣ ହୋଇପାରନ୍ତି। ତେବେ କଥା ଏତିକିରେ ସରୁନାହିଁ। ଏବେ ପରିସ୍ଥିତି ଏତେ ମାତ୍ରାରେ ଜଟିଳ ହୋଇଯାଇଛି ଯେ ଭୁଲ ବୁଝାମଣା ଜନିତ ହିଂସା, ଅପରାଧ, ଅସହିଷ୍ଣୁତା ନିକଟରେ ବିଶ୍ୱାସ ବନ୍ଦୀ ହେବାକୁ ମଧ୍ୟ ବାଧ୍ୟ ହେଉଛି। ଏହା ସତ୍ୟ ଯେ ନିଜକୁ ବିଶ୍ୱାସୀ ବୋଲାଉଥିବା ବନ୍ଧୁମାନେ ପରବର୍ତ୍ତୀ ସମୟରେ ବିଶ୍ୱାସଘାତକ ସାଜୁଛନ୍ତି। ତେଣୁ ଏବେ ନିଜର କି ଆପଣାର ଲୋକ ବୋଲି କାହାକୁ ଭରସି ହେଉନାହିଁ। କାରଣ ଆପଣାର ଲୋକ ବିପଦ ଆପଦ ସାହାଯ୍ୟ କରିବେ କ'ଣ, ଓଲଟି ମହରଗୁରୁ ନେଇ କାନ୍ତରାରେ ପକାଇ ଦେଉଛନ୍ତି। ଏଭଳି ଦୁଃସମୟ ଆସି ପହଞ୍ଚିଛି ଯେ ଅନ୍ୟ କାହା କଥା କହିବା ଯେ ଖୋଦ୍ ନିଜର ରକ୍ତ ପରା ନିଜକୁ ଜାଣୁନାହିଁ, ଚିହ୍ନୁନାହିଁ କି ବୁଝୁନାହିଁ। ଅଣ୍ଟି ଛୁରୀ ତଣ୍ଟି କାଟୁଛି। ଏ ଅବ୍ୟକ୍ତିକୁ ବ୍ୟକ୍ତ କରିବା ହୁଏତ ମହାବିପଦ ନିଜ ପ୍ରତି। ଏକ କବିତା ପାଠୋତ୍ସବରେ ଜନୈକ ଆଶୁ କବି ତାଙ୍କର ପଠିତ କବିତାରେ କୃତଜ୍ଞ ଓ କୃତଘ୍ନ ବ୍ୟକ୍ତିମାନଙ୍କର ସଂଜ୍ଞା ସ୍ୱରୂପ ନିରୂପଣ କରୁଥିଲେ। କୃତଜ୍ଞ ହେଉଛନ୍ତି ସେହି ବ୍ୟକ୍ତି ଯିଏ ଉପକାର ସ୍ୱୀକାରକ, ଅର୍ଥାତ୍ ଉପକାର ମନେରଖି ଉପକାରୀ ନିକଟରେ ଯେ ନିଜକୁ ଋଣୀ ବୋଲି ମନେକରେ। ଅପରପକ୍ଷେ କୃତଜ୍ଞ ବ୍ୟକ୍ତିର ଠିକ୍ ବିପରୀତ। ଏଠାରେ ଅବଶ୍ୟ ପ୍ରକାଶ କରିବାରେ ଆଦୌ ଅସୁବିଧା ନାହିଁ ଯେ ଜନୈକ ଆଶୁ କବି ନିକଟ ଅତୀତରେ ଏକ ସାଂଗଠନିକ ନିର୍ବାଚନରେ ହାରିଯାଇଥିବାରୁ ଏବେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ଲୋକଚରିତ୍ରକୁ ବେଶ ଭଲ ଭାବେ ବୁଝୁଛନ୍ତି, ହିସାବ କରି ମଧ୍ୟ ଦେଖୁଛନ୍ତି। ଗତ ସାଂଗଠନିକ ନିର୍ବାଚନରେ କିଏ ତାଙ୍କୁ ସହଯୋଗ ସମର୍ଥନ କରିଛନ୍ତି, କିଏ କଥା ଦେଇ କଥା ରଖିନାହାନ୍ତି। ତେଣୁ ଲୋକମାନଙ୍କର ଚରିତ୍ର ଓ ସଭାରେ ବୀତସ୍ପୃହ ହୋଇ ସେ ଏଭଳି କବିତା ଲେଖିବା ସ୍ୱାଭାବିକ ବୋଲି ସାଧାରଣ ରୀତିମତ ଚର୍ଚ୍ଚା ହେଉଛି। ତେବେ ତାଙ୍କ କବିତାର ଗୋଟିଏ ବାର୍ତ୍ତା ସ୍ପଷ୍ଟ ଯେ ଏବେ ସମାଜରେ କୃତଜ୍ଞଙ୍କ ସଂଖ୍ୟା କ୍ରମଶଃ କମି ଆସୁଥିବା ବେଳେ କୃତଘ୍ନଙ୍କ ସଂଖ୍ୟା ବଢ଼ି ଚାଲିଛି। କେହି କେହି ଆପଣଙ୍କ ପାଖକୁ ଆସି ଆପଣଙ୍କୁ ଫୁସଲେଇ କହିବେ, ଆଜ୍ଞା ଆପଣ ଠିକ୍ କରିଛନ୍ତି ଆପଣଙ୍କ ଜାଗାରେ, ଆପଣ ଠିକ୍ ଅଛନ୍ତି ଆପଣଙ୍କ ଜାଗାରେ, ଜମାରୁ ବ୍ୟସ୍ତ ନହୋଇ ଆଗକୁ ଆଗେଇ ଚାଲନ୍ତୁ ଆପଣଙ୍କ ବାଟରେ, ଆମେ ପା ଅଛୁ ଆପଣଙ୍କ ସାଥିରେ। ଆମେ ଏକଜୁଟ ହୋଇ ଲଢ଼ିବା ଦୁର୍ନୀତି, ଭ୍ରଷ୍ଟାଚାର, ଛଳନା, ପ୍ରତାରଣା, ଅନ୍ୟାୟ, ଅତ୍ୟାଚାର ବିରୁଦ୍ଧରେ। ସେଇଠୁ ଆପଣ ସେମାନଙ୍କ କଥାରେ ଭଳି ଯାଇ ସେମାନଙ୍କୁ ବିଶ୍ୱାସ କରି ଭାବିବେ, ଯାହା ହେଉ ସତ୍ୟର ପୂଜାରୀ, ବିଶ୍ୱାସୀ, ନିର୍ଭୀକ, ସଚ୍ଚା ମଣିଷ ଏବେ ବି ଅଛନ୍ତି ଆମ ସମାଜରେ। ହେଲେ ଆଜ୍ଞା ଏସବୁ ଭାବନା, ଧାରଣା ସଫେଦ ପ୍ରହେଳିକା। ଠିକଣା ବେଳରେ କେହି ଜଣେ ବି ପାଖରେ ନଥିବେ। ଆପଣ ବିଚରା ଏକା ଧରା ପଡ଼ିଯିବେ। ଯାହା ବଡ଼ ବିଚିତ୍ର ଆଜ୍ଞା ଆମ ଲୋକଚରିତ୍ର। ବିଶ୍ୱସ୍ତ ବୋଲାଇ ଆପଣଙ୍କୁ ଭାଲୁ ଲାଙ୍ଗୁଡ଼ ଧରେଇ ଦେଇଥିବେ, ଗଛକୁ ଚଢ଼େଇ ଦେଇ ଗଛ ମୂଳ ହାଣି ଦେଇଥିବେ। ସାମ୍ନାରେ ପ୍ରଶଂସା କରି ପଛରେ ଅପଦସ୍ଥ ବଦନାମ କରିବାର ମସୁଦା କରୁଥିବେ। ସବୁ ଚାଲିଥିବ ସ୍ୱାଭାବିକ ଢଙ୍ଗରେ, କିନ୍ତୁ କେତେବେଳେ ଯେ ଜଣେ ବିଶ୍ୱାସଘାତକତାର ଶିକାର ହୋଇଯିବେ ଅତି ଆକସ୍ମିକ ଭାବରେ, ଆଗତୁରା ଜାଣିବା ଆଦୌ ସମ୍ଭବପର ନୁହେଁ ସେ ସମ୍ପର୍କରେ। କାରଣ ବିଶ୍ୱାସଘାତକମାନେ ଆମରି ଲୋକ, ଆମରି ପାଖାପାଖି ଥାନ୍ତି। ମଧୁର ବିନୟ ବଚନ କହି ମନ ତୋଷନ୍ତି, କିନ୍ତୁ ହଠାତ୍ ବଦଳି ଯାଆନ୍ତି, ପଟ ପରିବର୍ତ୍ତନ କରିଦିଅନ୍ତି। ଦୀର୍ଘଦିନର ସମ୍ପର୍କକୁ ଉପେକ୍ଷା କରି ତତ୍କାଳ ଭେଳିକିରେ ଭଳି ଯାଆନ୍ତି। ବିଶ୍ୱାସର ବଳୟ ସଦାବେଳେ ଆଘାତ ପ୍ରବଣ। ପୁରାଣ ହେଉ କି ଇତିହାସ, ବେଦ ହେଉ କି ଉପନିଷଦ, ଏହା ହିଁ ନିରାଟ ସତ୍ୟ ଓ ସର୍ବଜନ ବିଦିତ। ଏ ସବୁଥିରେ ବିଶ୍ୱାସଘାତକତାର ପ୍ରମାଣ ବହୁତ। ନାୟକମାନେ ବିଶ୍ୱାସଘାତକତାର ବଶବର୍ତ୍ତୀ ହୋଇ ପରାଜୟ ବରଣ କରିଛନ୍ତି, କେଉଁଠି କେଉଁଠି ମଧ୍ୟ ମୃତ୍ୟୁ ଲଭିଛନ୍ତି। ଖଳନାୟକମାନେ କ୍ଷମତାଧାରୀ ହୋଇ ସମାଜ, ସଭ୍ୟତା, ସଂସ୍କୃତି, ସାହିତ୍ୟ, ରାଜନୀତି, ସାମାଜିକ ବ୍ୟବସ୍ଥା ଇତ୍ୟାଦିରେ ମୋଡ଼ ବଦଳାଇ ଭାଗ୍ୟ ବିଧାତା ସାଜିଛନ୍ତି। ଏବେକାର ସମୟରେ ମଧ୍ୟ ଆମେ ପ୍ରାୟ ସଭ୍ୟ ସେମନ୍ତ ଭେଳିକି ଓ ହାବାରେ ମାତିଛନ୍ତି। ଏତିକି ରହୁଛି। ଧନ୍ୟବାଦ।